বন্ধু পরি বন্ধু তুমি ମୋ ପରି ପାପୀର। ମଙ୍ଗଳମୟ ପରମେଶ୍ୱର, ଧନ୍ୟବାଦ ଦଉଛୁ ତୁମେ ଆମକୁ ପ୍ରେମ କରିଛ, ଧନ୍ୟବାଦ ଦଉଛୁ ତୁମେ ଆମ ପ୍ରତି ମନୋଯୋଗୀ ହେଇଛ, ଧନ୍ୟବାଦ ଦଉଛୁ ପ୍ରତ୍ୟେକ ଦିନ ଆମର ଆବଶ୍ୟକତା ଜାଣି ତୁମେ ଆମର ପ୍ରୟୋଜନୀୟ ଆହାର ଯୋଗାଉଛ। ଆଜି ଆମର ଆତ୍ମା ପାଇଁ ଯୋଉ ସୁନ୍ଦର ଆହାର ତୁମେ ପରିବେଷଣ କରିବାକୁ ଯାଉଛ, ସେ ଆହାରକୁ ଖାଇ ପରିତୃପ୍ତ ହବା ପାଇଁ ଆଉ ତଦ୍ ଅନୁଯାୟୀ ନିଜର ଜୀବନ କଟେଇବା ପାଇଁ ଦୟାକରି ପବିତ୍ର ଆତ୍ମାଙ୍କର ସହାୟତା ପ୍ରଦାନ କର। ପ୍ରାର୍ଥନା ପ୍ରଭୁ ଯୀଶୁଙ୍କ ନାମରେ ମାଗୁଛି, ଆମେନ୍। ହାଲେଲୁୟା, ହାଲେଲୁୟା। ଆସନ୍ତୁ ଆଜିର ଧ୍ୟାନ ପାଇଁ ଆମେ ଈଶ୍ୱରଙ୍କର ବାକ୍ୟ ଶୁଣିବା, ଯାହା ଲେଖାଯାଏ ଯାକୋବ 4 ପର୍ବ 5 ପଦରୁ 8 ପଦ ଯାଏ। ନା ତୁମ୍ଭେମାନେ କଣ ଧର୍ମଶାସ୍ତ୍ରର ଏହି ବାକ୍ୟକୁ ବ୍ୟର୍ଥ ବୋଲି ମନେ କରୁଅଛ? ଯେଉଁ ଆତ୍ମାଙ୍କୁ ସେ ଆମ୍ଭମାନଙ୍କ ମଧ୍ୟରେ ବାସ କରିବାକୁ ଦେଇଅଛନ୍ତି, ସେ ଆମ୍ଭମାନଙ୍କୁ ସମ୍ପୂର୍ଣ୍ଣ ଅଧିକାର କରିବା ନିମନ୍ତେ ଏକାନ୍ତ କାମନା କରନ୍ତି। କିନ୍ତୁ ସେ ମଧ୍ୟ ଅଧିକ ଅନୁଗ୍ରହ ଦାନ କରନ୍ତି। ଏଣୁ ଉକ୍ତ ଅଛି, ଈଶ୍ୱର ଅହଙ୍କାରୀ ମାନଙ୍କୁ ପ୍ରତିରୋଧ କରନ୍ତି, କିନ୍ତୁ ନମ୍ର ଲୋକମାନଙ୍କୁ ଅନୁଗ୍ରହ ଦାନ କରନ୍ତି। ଅତଏବ ତୁମ୍ଭେମାନେ ଈଶ୍ୱରଙ୍କର ବଶୀଭୂତ ହୁଅ, ଶୟତାନକୁ ପ୍ରତିବାଧା କର, ତାହେଲେ ସେ ତୁମମାନଙ୍କ ନିକଟରୁ ପଳାଇଯିବ। ଈଶ୍ୱରଙ୍କ ନିକଟବର୍ତ୍ତୀ ହୁଅ, ସେଥିରେ ସେ ତୁମମାନଙ୍କର ନିକଟବର୍ତ୍ତୀ ହେବେ। ହେ ପାପୀମାନେ, ତୁମ୍ଭମାନଙ୍କ ହସ୍ତ ଶୁଚି କର, ପୁଣି ହେ ଦ୍ୱିମନା ମାନେ ତୁମମାନଙ୍କ ହୃଦୟ ଶୁଦ୍ଧ କର। ଆମେନ୍। ହାଲେଲୁୟା। ଆଜି ଆମ ପାଖରେ ସମୟ ନାହିଁ, ସମୟ ବହୁତ କମ ଅଛି, ତେଣୁକରି ଶୀଘ୍ର ଯିବା। ବାକ୍ୟ ଲେଖାଯାଏ, ନା ତୁମମାନେ କଣ ଧର୍ମଶାସ୍ତ୍ର ଏଇ ବାକ୍ୟକୁ ବ୍ୟର୍ଥ ବୋଲି ଭାବୁଛ? ଈଶ୍ୱରଙ୍କର ବାକ୍ୟ କେବେ ବ୍ୟର୍ଥ ହୁଏ ନାହିଁ। ଆମେ ଈଶ୍ୱରଙ୍କ ବାକ୍ୟରୁ ହିଁ ଜାଣିବା। ମାଥ୍ୟୁ 24 ପର୍ବ 35 ପଦରେ କଣ ଲେଖାଯାଏ? ଆକାଶ ପୃଥିବୀ ଲୋପ ପାଇବ, ମାତ୍ର ମୋହର ବାକ୍ୟ ସମୂହ କଦାପି ଲୋପ ପାଇବ ନାହିଁ। ପ୍ରିୟମାନେ, ଆକାଶ ଲୋପ ପାଇପାରେ, ପୃଥିବୀ ଲୋପ ହେଇଯାଇପାରେ, କିନ୍ତୁ ଈଶ୍ୱରଙ୍କର ବାକ୍ୟ କଦାପି ଲୋପ ହେବ ନାହିଁ। ହାଲେଲୁୟା। ତାଙ୍କର ବାକ୍ୟ ନିଷ୍ଫଳ ବି ହୁଏ ନାହିଁ। ପ୍ରିୟମାନେ, ଯେସାୟା 55 ପର୍ବ 11 ପଦରେ ଆମେ ଟିକେ ଦେଖିବା। ଯେସାୟା 55 ପର୍ବ 11 ପଦ। ଆମ୍ଭ ମୁଖରୁ ନିର୍ଗତ ବାକ୍ୟ ସେପରି ହେବ, ତାହା ନିଷ୍ଫଳ ହୋଇ ଆମ୍ଭ ନିକଟକୁ ଫେରି ଆସିବ ନାହିଁ। ମାତ୍ର ଆମ୍ଭେ ଯାହା ଇଚ୍ଛା କରୁ ତାହା ସିଦ୍ଧ କରିବ ଓ ଯେଉଁ କାର୍ଯ୍ୟ ପାଇଁ ଆମ୍ଭେ ପ୍ରେରଣ କରୁ ତହିଁରେ କୃତାର୍ଥ ହେବ। ହାଲେଲୁୟା। ପରମେଶ୍ୱରଙ୍କର ବାକ୍ୟ କେବେ ହେଲେ ନିଷ୍ଫଳ ହବ ନାହିଁ, ନିଷ୍ଫଳ ହୋଇ ତାଙ୍କ ପାଖକୁ ଫେରି ଆସିବ ନାହିଁ। ତାଙ୍କ ପାଟିରୁ ବାହାରିଲା ଆଲୋକ ହେଉ, ସାଙ୍ଗେ ସାଙ୍ଗେ ଆଲୋକ ହେଇଗଲା, ନିଷ୍ଫଳ ହବ ନାହିଁ। ପ୍ରିୟମାନେ, ନିଶ୍ଚୟ ସକ୍ସେସ୍ ହବ। ୟେସ୍, ଆମର ବାକ୍ୟ କେବେ ହେଲେ ନିଷ୍ଫଳ ହୋଇ ଆମ ନିକଟକୁ ଫେରି ଆସିବ ନାହିଁ। ଆଉ ଲେଖାଯାଏ, এই ବାକ୍ୟକୁ ବ୍ୟର୍ଥ ବୋଲି ମନେ କରୁଅଛ? କଦାପି ନୁହେଁ। ମୋର ବାକ୍ୟ କେବେ ହେଲେ ନିଷ୍ଫଳ ହବ ନାହିଁ, ବ୍ୟର୍ଥ ହବ ନାହିଁ। କାରଣ ଯେଉଁ ଆତ୍ମାକୁ ସେ ଆମମାନଙ୍କ ମଧ୍ୟରେ ବାସ କରିବାକୁ ଦେଇଛନ୍ତି, ସେ ଆମମାନଙ୍କୁ ସମ୍ପୂର୍ଣ୍ଣ ଅଧିକାର କରିବା ନିମନ୍ତେ ଏକାନ୍ତ କାମନା କରନ୍ତି। କୋଉ ଆତ୍ମାକୁ ସେ ଆମ ଭିତରେ ଦେଇଛନ୍ତି? ଆଜି ଆମେ କୋଉ ଆତ୍ମାଙ୍କ ସାହାଯ୍ୟରେ ପରିଚାଳିତ ହଉଛୁ? ମନ୍ଦ ଆତ୍ମା ବି ଅଛି, ପବିତ୍ର ଆତ୍ମା ବି ଅଛନ୍ତି। ଆଜି ଆମେ କୋଉ ଆତ୍ମାର ଇଚ୍ଛାରେ ଆମେ ପରିଚାଳିତ ହଉଛୁ, ଆଉ ସେ ଆମକୁ କୋଉ ଆତ୍ମା ଦେଇଛନ୍ତି? ଆସନ୍ତୁ ଜାଣିବା। ରୋମିଓ 8 ପର୍ବ ତାର 15 ପଦ। କାରଣ ତୁମ୍ଭେମାନେ
ପୁନର୍ବାର ଭୟ କରିବା ନିମନ୍ତେ ଦାସତ୍ୱର ଆତ୍ମା ପାଇନାହ, କିନ୍ତୁ ପୁତ୍ରତ୍ୱର ଆତ୍ମା ପାଇଅଛ। ତ ଦ୍ୱାରା ଆମ୍ଭେମାନେ ଅବା ପିତା ବୋଲି ଡାକିଥାଉ। ହାଲେଲୁୟା। ଆମମାନେ ଦାସତ୍ୱର ଆତ୍ମା ପାଇନାଉ, ଆମେମାନେ ପୁତ୍ରତ୍ୱର ଆତ୍ମା ପାଇଛୁ। ଆମ ଭିତରେ ପୁତ୍ରଙ୍କର ଆତ୍ମା ଅଛନ୍ତି। ଆଉ ସେଇଥିପାଇଁ ଲେଖାଯାଏ, ଯେଉଁ ଆତ୍ମାକୁ ସେ ଆମ ମାନଙ୍କ ମଧ୍ୟରେ ବାସ କରିବାକୁ ଦେଇଛନ୍ତି, ଯୋଉ ପବିତ୍ର ଆତ୍ମାକୁ, ପୁତ୍ରଙ୍କର ଆତ୍ମାକୁ ସେ ଆମ ଭିତରେ ବାସ କରିବାକୁ ଦେଇଛନ୍ତି, ସେ ଆମ ମାନଙ୍କୁ ସମ୍ପୂର୍ଣ୍ଣ ଅଧିକାର କରିବାକୁ ଚାହାନ୍ତି। ପବିତ୍ର ଆତ୍ମା ଚାହାନ୍ତି ଆମକୁ ସମ୍ପୂର୍ଣ୍ଣ ରୂପେ ଅଧିକାର କରିବା ପାଇଁ। ସେଇଥିପାଇଁ ପବିତ୍ର ଆତ୍ମା ଆମକୁ ଅଧିକାର କରନ୍ତୁ, ପବିତ୍ର ଆତ୍ମା ତାଙ୍କ ଇଚ୍ଛାରେ ଆମକୁ ଚଲେଇ ନିଅନ୍ତୁ। ଏହା ସଫଳ କରିବା ପାଇଁ ହିଁ ପ୍ରଭୁ ଯୀଶୁ ଆମକୁ କହିଲେ। ପ୍ରଭୁ ଯୀଶୁ ସେ ସାହାଯ୍ୟକାରୀ ଆତ୍ମାକୁ ଆମ ମଧ୍ୟକୁ ପଠେଇଲେ। ଯୋଉ ପବିତ୍ର ଆତ୍ମା ତାଙ୍କ ଭିତରେ ଥିଲେ, ସେଇ ପବିତ୍ର ଆତ୍ମାଙ୍କୁ ସେ ଆମ ମଧ୍ୟକୁ ପଠେଇଲେ, ଯେପରି ପବିତ୍ର ଆତ୍ମା ଆମ ସହିତ ବାସ କରନ୍ତି। ହାଲେଲୁୟା। ଆମେ ସାଧାରଣ ଲୋକ ନୁହେଁ। ସବୁବେଳେ ମୁଁ କୁହେ ନା, ଆମେ ସାଧାରଣ ଲୋକ ନୁହେଁ। ପବିତ୍ର ଆତ୍ମା ଆମ ଭିତରେ ଅଛନ୍ତି। ପ୍ରଭୁ ଯୀଶୁଙ୍କର ଆତ୍ମା ଆମ ଭିତରେ ଅଛନ୍ତି। ପରମେଶ୍ୱରଙ୍କର ଆତ୍ମା ଆମ ଭିତରେ ଅଛନ୍ତି। ସେ ସର୍ବଶକ୍ତିମାନ, ଆମେ ଶକ୍ତିମାନ। କାରଣ ତାଙ୍କର ସେଇ ଆତ୍ମାକୁ ସେ ଆମକୁ ଦେଇଛନ୍ତି, ଆଉ ଅଧିକାର ଦେଇଛନ୍ତି ଶକ୍ତିର କାର୍ଯ୍ୟ କରିବା ପାଇଁ। ଶକ୍ତିର କାର୍ଯ୍ୟ କରିବାକୁ ପରମେଶ୍ୱରଙ୍କ ପ୍ରାର୍ଥନା କରିବାକୁ ନୁହେଁ ପ୍ରିୟ ମାନେ, ଶକ୍ତିର କାର୍ଯ୍ୟ କରିବା ପାଇଁ ଖ୍ରୀଷ୍ଟଙ୍କ ସାହାଯ୍ୟରେ, ପବିତ୍ର ଆତ୍ମାଙ୍କ ସାହାଯ୍ୟରେ ଶକ୍ତିର କାର୍ଯ୍ୟ କରିବା ପାଇଁ ସେ ଆମକୁ ପବିତ୍ର ଆତ୍ମା ଦେଇଛନ୍ତି। ହାଲେଲୁୟା। ସମାଜ ଜୋରରେ ଦୌଡୁଛି, ଆଉ ସେଇ ପବିତ୍ର ଆତ୍ମା ଚାହାନ୍ତି ଆମେ ସମ୍ପୂର୍ଣ୍ଣ ରୂପେ ଅଧିକୃତ ହେଇଯିବା ତାଙ୍କ ଦ୍ୱାରା। ପବିତ୍ର ଆତ୍ମା ଚାହାନ୍ତି ଆମେ ଆମ ନିଜ ଇଚ୍ଛାରେ ନୁହେଁ, ତାଙ୍କ ଇଚ୍ଛାରେ ଚାଲିବା। ୱାଓ। ସେଇଥିପାଇଁ ତ ବାକ୍ୟରେ କୁହାଯାଏ, ରୋମିଓ 8:14 କଣ ଲେଖା ହେଇଛି ମା? ଯେଣୁ ଯେତେ ଲୋକ ଈଶ୍ୱରଙ୍କ ଆତ୍ମାଙ୍କ ଦ୍ୱାରା ଚାଳିତ ହୁଅନ୍ତି, ସେମାନେ ଈଶ୍ୱରଙ୍କ ସନ୍ତାନ। ହାଲେଲୁୟା। ଯୋଉମାନେ ପରମେଶ୍ୱରଙ୍କର ଆତ୍ମା, ଯୋଉ ଆତ୍ମା ଆମ ଭିତରେ ଅଛନ୍ତି, ସେଇ ଆତ୍ମାଙ୍କ ଦ୍ୱାରା ଯୋଉମାନେ ଚାଳିତ ହୁଅନ୍ତି, ସେମାନେ ହିଁ ଈଶ୍ୱରଙ୍କ ସନ୍ତାନ। ଆମେ ଭାବିବା ନାହିଁ ଯେ ଯିଏ ଖ୍ରୀଷ୍ଟିଆନ ହେଇଯାଇଛି, ବାପ୍ତିସ୍ମ ନେଇଯାଇଛି, ସେ ସମ୍ପୂର୍ଣ୍ଣ ରୂପେ ଈଶ୍ୱରଙ୍କ ସନ୍ତାନ ହେଇଯାଇଛି। ନୋ ପ୍ରିୟ ମାନେ, ଆମେ ଯଦି ଆତ୍ମାଙ୍କର ଇଚ୍ଛାରେ ଚାଳିତ ହେଉଛୁ, ତାହେଲେ ଯାଇ ଆମେ ଈଶ୍ୱରଙ୍କ ସନ୍ତାନ। ଆଉ ସେଇ ଆତ୍ମା ଚାହାନ୍ତି, ଯାହାକି 5 ପଦରେ ଲେଖାଯାଏ, ସେ ଆମମାନଙ୍କୁ ସମ୍ପୂର୍ଣ୍ଣ ଅଧିକାର କରିବା ନିମନ୍ତେ ଏକାନ୍ତ କାମନା କରନ୍ତି। ସେ ଇଚ୍ଛା କରନ୍ତି ଆମକୁ ଅଧିକାର କରିଯିବେ। ଆମେ ଆଉ ଆମର ଇଚ୍ଛାରେ ନାହିଁ, ପବିତ୍ର ଆତ୍ମାଙ୍କର ଇଚ୍ଛାରେ, ପରମେଶ୍ୱରଙ୍କର ଇଚ୍ଛାରେ ପରିଚାଳିତ ହବା। ଏହା ଆମ ଜୀବନର ମୂଳ ଲକ୍ଷ୍ୟ ହଉ ପ୍ରିୟ ମାନେ, କାରଣ ଏହା କରିବା ଦ୍ୱାରା ହିଁ ଆମେ ଅନନ୍ତ ଜୀବନର ଅଧିକାରୀ ହେଇପାରିବା। ମନୁଷ୍ୟ ନିଜ ଚେଷ୍ଟାରେ କେବେ ହେଲେ କିଛି କରିପାରେ ନାହିଁ। ବିନୟ ଭାଇ ବି ସବୁବେଳେ କହନ୍ତି, ଆମେ ନିଜ ଚେଷ୍ଟାରେ କିଛି କରିପାରିବା ନାହିଁ। ତାଙ୍କର ଅନୁଗ୍ରହରେ, ତାଙ୍କର ସାହାଯ୍ୟରେ, ପାଉଲଙ୍କ ପରି ଆମେ କହିବା। ମୁଁ ସବୁବେଳେ ଏଇ କଥା ବି କୁହେ, ଖ୍ରୀଷ୍ଟଙ୍କ ସାହାଯ୍ୟରେ ମୁଁ ସବୁ କରିପାରେ। ଏମିତି କୌଣସି କାର୍ଯ୍ୟ ନାହିଁ ଯାହା ଆମେ କରିପାରିବା ନାହିଁ। ଖ୍ରୀଷ୍ଟଙ୍କ ସାହାଯ୍ୟରେ ଆମେ ସବୁ କରିପାରିବା, କାରଣ ଆମ ଭିତରେ ଯୋଉ ଖ୍ରୀଷ୍ଟ ଜୀବିତ ଅଛନ୍ତି, ସେ କରିବେ।
ହାଲେଲୁୟା। ସେତେବେଳେ ଯୀଶୁଙ୍କର ମରିୟମଙ୍କ ଗର୍ଭରୁ ଜାତ ହୋଇଥିବା ସେଇ ଶରୀର ଥିଲା, ଆଉ ସେଇ ଶରୀରରେ ସେ ବାସ କରୁଥିଲେ। ବର୍ତ୍ତମାନ ଆପଣଙ୍କ ଶରୀରରେ ବାସ କରୁଛନ୍ତି, ମୋର ଶରୀରରେ ବାସ କରୁଛନ୍ତି। ଆମେ ଯାହା କରିବା, ଯଦି ଆମେ ଈଶ୍ୱରଙ୍କ ଇଚ୍ଛାରେ, ପବିତ୍ର ଆତ୍ମାଙ୍କର ଇଚ୍ଛାରେ ପରିଚାଳିତ ହେଉଛୁ, ତାହେଲେ ସେ କରିବେ। ହାଲେଲୁୟା। ଆମେ ସାଧାରଣ ଲୋକ ନୁହେଁ। ଆସନ୍ତୁ, କିନ୍ତୁ ସେ ମଧ୍ୟ ଅଧିକ ଅନୁଗ୍ରହ ଦାନ କରନ୍ତି। ଏ ଅନୁଗ୍ରହ କଣ? 13 ମିନିଟ। ଏ ଅନୁଗ୍ରହ କଣ? ଏଫେସିୟ 2:8-10 ଏଠିକି ପଢନ୍ତୁ। କାରଣ ଅନୁଗ୍ରହରେ ବିଶ୍ୱାସ ଦ୍ୱାରା ତୁମେମାନେ ପରିତ୍ରାଣ ପାଇଅଛ, ତାହା ତୁମମାନଙ୍କ ନିଜ ଠାରୁ ହୋଇନାହିଁ, ତାହା ଈଶ୍ୱରଙ୍କ ଦାନ, କ୍ରିୟାକର୍ମରୁ ନୁହେଁ, ଯେପରି କେହି ଦର୍ପ ନ କରେ। କାରଣ ଆମ୍ଭେମାନେ ତାହାଙ୍କ ରଚନା, ଯେ ସମସ୍ତ ସତ୍କାର୍ଯ୍ୟ ଆମ୍ଭେମାନେ କରିବୁ ବୋଲି ଈଶ୍ୱର ପୂର୍ବରୁ ଆୟୋଜନ କରିଥିଲେ, ଆଚରଣରେ ସେହି ସବୁ ସାଧନ କରିବା ନିମନ୍ତେ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ସୃଷ୍ଟ। ହାଲେଲୁୟା। ପୂର୍ବରୁ ସେ ଯୋଉ ସଂକଳ୍ପ କରିଥିଲେ ଆମ ଦ୍ୱାରା ଯୋଉ କାର୍ଯ୍ୟ କରିବା ପାଇଁ, ଯଦି ଆମେ ପବିତ୍ର ଆତ୍ମାଙ୍କର ଇଚ୍ଛାରେ ପରିଚାଳିତ ହେଉଛୁ, ତାହେଲେ ତାଙ୍କର ସେ ସଂକଳ୍ପକୁ ଆମେ ଆମ ଜୀବନରେ ପୂରଣ କରୁଛୁ। ଆମ ଜୀବନରେ ଆମର ଇଚ୍ଛା ନୁହେଁ ପ୍ରିୟମାନେ, ଆମ ଜୀବନରେ ଆମେ ପରମେଶ୍ୱରଙ୍କର ଇଚ୍ଛା ପୂରଣ କରୁଛୁ। ଆମେ ନୁହେଁ, କିନ୍ତୁ ଆମ ଭିତରେ ଯେ ଅଛନ୍ତି ସେ ଆମକୁ ପରମେଶ୍ୱରଙ୍କ ଇଚ୍ଛାରେ ପରିଚାଳିତ କରେଇବେ। ଆମେନ୍, ହାଲେଲୁୟା। ସେ ଅଧିକ ଅନୁଗ୍ରହ ଦାନ କରିବାକୁ ଚାହାନ୍ତି, ଆମକୁ ସମ୍ପୂର୍ଣ୍ଣ ରୂପେ ଅଧିକାର କରି ନିଜ ଇଚ୍ଛାରେ ଆମକୁ ଚଲେଇବାକୁ ଚାହାନ୍ତି। କିନ୍ତୁ ଈଶ୍ୱର ଅହଙ୍କାରୀ ମାନଙ୍କୁ ପ୍ରତିରୋଧ କରନ୍ତି। ହାଲେଲୁୟା। ଆମେ ଅହଙ୍କାରୀ ହେଇନୁ ତ ପ୍ରିୟମାନେ। ତାଙ୍କର ଅନୁଗ୍ରହରୁ ଆମେ ପରିତ୍ରାଣ ପାଇବା, କିନ୍ତୁ ଆମେ ଯଦି ଅହଙ୍କାରୀ ହେବା, ତାହେଲେ ଆମେ ସେ ପରିତ୍ରାଣର ଭାଗୀ ହେଇପାରିବା ନାହିଁ, ଅଧିକାରୀ ହେଇପାରିବା ନାହିଁ। କାରଣ ଯୋଉମାନେ ଅହଙ୍କାରୀ ତାଙ୍କୁ ସେ ଘୃଣା କରନ୍ତି। ପ୍ରିୟମାନେ, ଆମର ମୁଁ ଯେଉଁ କ୍ଷମା ଯୋଗ୍ୟ ନୁହେଁ, ସେ କ୍ଷମା ଆଜି, ସେ କ୍ଷମା ମୁଁ ହିଁ ପାଇଲି। ଗୋଟେ ଧାଡି କେବଳ ଗାଇବାକୁ ପାଉଛି। ଏଇଟା ହଉଛି ଅନୁଗ୍ରହ। ଆମେ ଯୋଉ ପାପ କରିଛୁ, ସେ ପାପ ସକାଶେ ଆମେ ଇହ କାଳ ପରକାଳ ମୃତ୍ୟୁର ଯୋଗ୍ୟ ହେଇଛୁ। କିନ୍ତୁ ଯେତେବେଳେ ଆମେ ମନ ଫେରଣ କରୁଛୁ, ଯେତେବେଳେ ଆମେ ତାଙ୍କ ପାଖକୁ ଫେରି ଯିବାକୁ ଚାହୁଁଛୁ, ପାପକୁ ସ୍ୱୀକାର କରୁଛୁ, ଆମର ଅକ୍ଷମଣୀୟ ପାପକୁ ସେ କ୍ଷମା କରିଦିଅନ୍ତି। ଏଇଟା ତ ପରିତ୍ରାଣ ଅଟେ, ଏଇଟା ତ ଅନୁଗ୍ରହ ଅଟେ ପ୍ରିୟମାନେ। ମୁଁ ଯେଉଁ କ୍ଷମା ଯୋଗ୍ୟ ନୁହେଁ, ସେ କ୍ଷମା ମୁଁ ହିଁ ପାଇଲି। ତହିଁରେ ମୁଁ ଆଶ୍ଚର୍ଯ୍ୟ ହୁଏ, ଗର୍ବରେ ସ୍ଥାନ ଚାହିଁଲି। ଏବେ ମୁଁ କ୍ଷମା ପ୍ରାପ୍ତ, ପ୍ରଶଂସା କରେ ନିରତ। ଆମେ ଯୋଉ କ୍ଷମାର ଯୋଗ୍ୟ ନଥିଲୁ, ସେ ଆମକୁ ସେ କ୍ଷମା ଯୋଗାଉଛନ୍ତି, ସେଇ କ୍ଷମା ଦେଉଛନ୍ତି ପ୍ରିୟମାନେ। ଆମର ପାପକୁ ପୂର୍ବରୁ ପଶ୍ଚିମ ଯେତିକି ଦୂର ସେତିକି ଦୂର ସେ ଠେଲି ଦଉଛନ୍ତି। କାରଣ ସେ ଆମକୁ ପ୍ରେମ କରନ୍ତି, ସେ ଆମକୁ ଅନୁଗ୍ରହ କରନ୍ତି। ଏହା ହିଁ ଅନୁଗ୍ରହ। ଯଦି ଆମେ ମନ ଫେରଣ କରିବା ନାହିଁ, ଯଦି ଆମେ କିଛି କରିବା ନାହିଁ, ସେ ହିଁ କରନ୍ତୁ ସବୁ। ନୋ ପ୍ରିୟମାନେ, ସେ କରିବେ ନାହିଁ। କାରଣ ଗୋଟିଏ କଥା ଆମେ ମନେ ରଖିବା, ସେ ଆମକୁ ଅନୁଗ୍ରହ କରିଛନ୍ତି, ଅନୁଗ୍ରହରେ ପରିତ୍ରାଣ ଦଉଛନ୍ତି, ପାପକୁ କ୍ଷମା କରୁଛନ୍ତି। ସେ ଆମକୁ ତାଙ୍କର ଶକ୍ତି ଦଉଛନ୍ତି ଅନୁଗ୍ରହରେ। ସେ ଆମକୁ ଶୈତାନ ଉପରେ କର୍ତ୍ତୃତ୍ୱ ଦଉଛନ୍ତି, ସେମାନଙ୍କୁ ରୋଗ ଉପରେ ଅଧିକାର ଦଉଛନ୍ତି।
भूत को छड़ेबार अधिकार दौचंती। यह तो अनुग्रह प्रिय माने, जो अधिकार तांकर थिला से अधिकार रु हमको से प्रदान करचंती। हालेलुया। आमे साधारण लोक नुहे, अहंकारी अहंकारी आमे हुए तो अहंकारी को आमे भूल अर्थ रे बुझी थाई पारु ओडिया रे, किंतु इंग्रजी बाइबल में लिखा जाए प्राउड, गर्वी। हमर धन उपरे, ज्ञान उपरे, लोक उपरे, शक्ति उपरे हमर गर्व अछि। यदि गर्व अछि ताहले से हमको ग्रहण करिबे नाही। गर्व हमर हृदय को परिपूर्ण कर रखिछि जदि, ताहले परमेश्वरंकर आत्मा हम भितरे कार्य करबा को समर्थ हेबे नाही कि चाहिबे नाही। से यस प्रिय माने, से अहंकारी मानन को प्रतिरोध करंती, किंतु नम्र लोक मानन को से अनुग्रह करंती, नम्र लोक मानन को से ग्रहण करंती, नम्र लोक मानन को स्वर्ग राज्यर अधिकारी हेबा पई से मनोनीत करंती, नम्र लोक मानकर प्रत्येक आवश्यकता को से पूर्ण करंती, नम्र लोक मानकू तांकर शक्ति से प्रदान करंती, तांकर अधिकार से प्रदान करंती। हालेलुया। आमे साधारण लोक नुहे, आमे ईश्वरंकर साथ दे पड़िबा। अतएव तुम माने ईश्वरंकर बसीभूत हो। ईश्वरंकर बसीभूत किपरि हेबा प्रिय माने, रोमियो 12 पर्व 1 पद टी दया पढंतु। अतएव हे भाई माने, मु तुम मान को ईश्वर दया हेतु विनती करुअछि, तुम्हें माने अपना अपना शरीर को सजीव पवित्र और ईश्वर सुग्राह्य बलि रूपे उत्सर्ग कर। यह तो तुम मानकर युक्तियुक्त उपासना। हालेलुया। प्रत्येक थर जेतले मु sermon दिए ए वाक्य कुहे आपण माने सुनिथिबे, कारण एइटा ही मूल विषय अटे। हमर शरीर को सजीव पवित्र सुग्राह्य बलि रूपे उत्सर्ग करिबा तांको हातरे, ताहा द्वारा हमें तांकर बसीभूत होबा। जेतेबेले पवित्र आत्मा हमको संपूर्ण रूपे अधिकार करि जिबे, सेतेबेले हमें तांकर बसीभूत होबा। आ परमेश्वर ताहा ही चाहंती, आउ तांकर बसीभूत होबा को ही से प्रकृत उपासना बोली कहंती। हालेलुया। असंतु से रोमियो 6 पर्व 13 पद टी पढ़िबा, सेटर कोन लिखा जाए? किंबा अपना अपनार अंग प्रत्यंग को धार्मिक अधार्मिकतार अस्त्र शस्त्र रूपे पाप निकटरे समर्पण कर नाही, किंतु मृत मानक मध्यरु जीवित हेला परी अपना अपना को ईश्वरଙ୍କ निकटरे समर्पण कर। पुणी अपना अपना अंग प्रत्यंग को धार्मिकतार अस्त्र शस्त्र रूपे ईश्वरଙ୍କ निकटरे समर्पण कर। हालेलुया। ए वाक्य मु सब बेले पढ़े, कौन लिखा जाए? आमर अंग प्रत्यंग को धार्मिकतार अस्त्र शस्त्र स्वरूपे परमेश्वर हाथ रे समर्पण करबा। आमर अंग प्रत्यंग रे आमे जो कार्य गुडी करूछु, आमर हाथ, आखि, गोड़, नाक, कान जहा भी अंग प्रत्यंग अछि, ता द्वारा जो कार्य करूछु सेई कार्य शैतान रो इच्छा रे नुहे। ए सब को परमेश्वर हाथ रे धार्मिकतार अस्त्र शस्त्र रूपे व्यवहार करने को उत्सर्ग करिवार अर्थ ए सब द्वारा, ए अंग प्रत्यंग द्वारा आमे ईश्वरंकर इच्छा साधन करबा। जेतेबेले आमे तांको निकट समर्पित होई जिबा, पवित्र आत्मा को हम शरीर ऊपर अधिकार दे दबा, सेतेबेले से हमकु हमर शरीर अंग प्रत्यंग को पवित्रतार अस्त्र शस्त्र स्वरूपे शैतान विरुद्ध रे प्रयोग करिवे। प्रिय माने, आमे साधारण लोक नुहे। हमर पाटी, हमर आखि, हमर हाथ, हमर गोड़ साधारण नुहे। जेतेबेले से व्यवहार करिवे, शक्तिर सह व्यवहार करिवे। हालेलुया। यस प्रिय माने, तेणु करी आमे ईश्वरंकर बसीभूत होबा। शैतान को लेखा जाए, आउ शैतान को प्रतिबाधा करो। जाकुब 4 पर्व 7 पद, शैतान को आमे प्रतिबाधा करिबा। किए करिबो?
आमे करिबा हमर संबल नाही सामर्थ्य नाही किंतु आम भितर जी अछंती ना सी सर्वशक्तिमान हमर शरीर को व्यवहार करी से शैतान को प्रतिबाधा करिवे जदि आमे निजको तांको हाथ उत्सर्ग करू तेबे। यस प्रिय माने आमे शैतान को प्रतिबाधा करिबा कृष्ण का साहाय्य आमे सबु करि पारू। यस आमको करबा पड़िबो। पितर और जोहन से दिन सुंदर नामक द्वार रे से खंज पाई कौन कले प्रार्थना करि नहंती प्रिय माने जीसु का नाम रे उठ बोली ता हाथ धरि कहले आ संगे संगे उठला कारण से अधिकार आपन को देई जंती प्रिय माने से अधिकार मते देई जंती से अधिकार को हमें अनुभव करिबा से अधिकार को हमें शैतान विरुद्ध रे व्यवहार करिबा। आउ थरे कहूची हमर अंग प्रत्यंग साधारण नुई हमर अंग प्रत्यंग हमर पाटी हमर मुख निश्चित वाक्य साधारण नुई जीसुଙ୍କ द्वारा जदि आमे व्यवहार करूछु तांको इच्छा रे जदि व्यवहार करूछु शैतान सकाशे यहा गोटे अस्त्र अटे और से अस्त्र रे शैतान को आमे पराजित करिबा शैतान को पराजित करिबार अधिकार मध्य सामर्थ्य मध्य से हमको देइचंती कारण से जे शैतान को पराजित करिचंती से आपन को भितरे और मो भितरे अछंती। शैतान को प्रतिबाधा करिबा ताहले से पळेबो। एफिसिया 6:11 पदरे कोन लिखा जाय तुम माने जेपरि शैतानर समस्त चातुरी विरुद्ध रे दंडायमान होई पार एथि निमंते ईश्वर दत्त समस्त सज्जा रे आपण आपणा को सुसज्जित कर। यस ईश्वर दत्त समस्त प्रकार सज्जा रे निजको सुसज्जित करिबा प्रिय माने हमु से अधिकार देइचंती शैतान विरुद्ध रे युद्ध करी जय लाभ करिबा पई। आउटे वाक्य हम देखिबा प्रथम पितर 5:8-9 सचेतन होई जाग्रत रुह तुमମାନଙ୍କ विपक्ष शयतान सिंह प्राय गर्जन करी काहाकु ग्रासिबो ଏହା ଖୋଜି ବୁଲୁଅଛି विश्वास रे स्थिर रही ताहांको प्रतिरोध कर पुणी ଏହା ଜାଣ ଯେ ଜଗତରେ ଥିବା ତୁମମାନଙ୍କ ଭାଇମାନଙ୍କ ପ୍ରତି ଏହି ପ୍ରକାର ଦୁଃଖ ଭୋଗ ଘଟୁଅଛି। हालेलुया सचेतन रहिबा कारण सिंह प्राय गर्जुची शैतान केवल गर्जन करूची जदि हम डरी जाऊ ताहले हम तार बसीभूत होइबा जदि हम भय न करू ताहले से हमर बसीभूत हबो। यस प्रिय माने सेति पई कहउचंती वाक्य को सचेतन होई जाग्रत रुह तुमनकर विपक्ष शैतान सिंह प्राय गर्जन करी काहाकु ग्रासिबो या खोजी बुलुची किंतु तुमी विश्वास रे स्थिर रुह। सिंह मानकर मुख को बंद करी दानिएल को किछि अनिष्ट साधन करिबार निवृत्त कले जो परमेश्वर से हम सहित अछंती। हालेलुया जो प्रभु यीशु ख्रीष्ट शैतान को तार सबठारु बड़ शत्रु को परास्त कले से प्रभु यीशु हम सहित अछंती। वाओ आ सेति पई हमें विश्वास रे स्थिर रहिबा आ ताकू प्रतिरोध करिबा आ प्रतिरोध करिबा द्वारा से हमको छाड़ी पळेई जीवो। यस प्रिय माने शैतान का सामना करो भागेगा शैतान का सामना करो भागेगा वो तो पहले से हारा हुआ है। यस आज ठारू आमर प्रार्थना हो हे परमेश्वर हमको शक्ति दियो आमर शरीर प्रत्येक अंग प्रत्यंग को तुम्हें अधिकार करी नियो पवित्र आत्मा कर सहायता प्रदान करो कारण तुम्हें तुमर साहाय्यकारी आत्मा को आम भीतर देइछ आ तुम्हें कहूच बापा मु तते साहाय्य
ସାହାଯ୍ୟ କରିବି। ଶୈତାନ ବିରୁଦ୍ଧରେ ତୁ ଯୁଦ୍ଧ କରେ। ହାଲେଲୁୟା। ୟେସ୍ ପ୍ରିୟମାନେ, ଆମେ ତାଙ୍କର ସାହାଯ୍ୟ ମାଗିବା। ସେ ଅଛନ୍ତି ଆମ ଭିତରେ। ନାନୀଙ୍କର ବଢିଆ ଗୀତ, ସେ ଅଛନ୍ତି ମୋ ସାଥିରେ, ସେ ଅଛନ୍ତି ମୋ ସାଥିରେ, ସେ ଅଛନ୍ତି ମୋ ସାଥିରେ, ସେ ଅଛନ୍ତି ମୋ ସାଥିରେ। ୟେସ୍, ସେ ଅଛନ୍ତି ଆମ ସାଥିରେ। ଆମେ ସବୁ କରିପାରିବା। ହାଲେଲୁୟା। ପ୍ରଭୁ ଏହି ବାକ୍ୟ ଦେଇ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍। ଆମେନ୍, ଆମେନ୍, ଆମେନ୍।